ମଣିଷ ଦିନକୁ ଦିନ ମାନବିକତା ଶୂନ୍ୟ ହୋଇଯାଉଛି। ଏଇଭଳି ଆଲୋଚନା ହେଉଥିବା ବେଳେ ସମାଜରେ ଯେ ଅନେକ ମାନବିକତାପୂର୍ଣ୍ଣ ମଣିଷ ଅଛନ୍ତି ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଏବଂ ସେହି ମଣିଷମାନଙ୍କ ପାଇଁ ଜୀବଜନ୍ତୁ ଓ ମଣିଷ ସମସ୍ତେ ଆନନ୍ଦିତ। ମାନସ ରଞ୍ଜନ ରାଉତ ନାମକ ଏହି ଯୁବକ ଜଣକ ମଣିଷ ପଣିଆରୁ ଯେ ଉର୍ଦ୍ଧ୍ୱରେ ଏହା ଜନମାନସରେ ଆଲୋଚନା ହେଉଛି। ଦିନମାନସ ଜାଗରଣ ପରିଷଦ ଗଠନ କରି ସାଧାରଣ ଲୋକଙ୍କ ସେବା ପାଇଁ ସେ ସର୍ବଦା ପ୍ରସ୍ତୁତ ଥାନ୍ତି। ଶୀତଦିନେ ରାସ୍ତା କଡ଼େ ଶୋଉଥିବା ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ ହେଉ, ଭୋକିଲାଙ୍କୁ ଖାଦ୍ୟ ଦେବା ହେଉ, ଖରାଦିନେ ତୃଷାର୍ତ୍ତଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ହେଉ, ରାସ୍ତାରେ ଆହତ ଗାଈଗୋରୁଙ୍କ ସେବା ହେଉ କିମ୍ବା ପଶୁ ପକ୍ଷୀଙ୍କୁ ଖାଦ୍ୟ ଦେବା ହେଉ, ସବୁବେଳେ ପ୍ରକୃତିର ସେବା ପାଇଁ ସେ ସର୍ବଦା ତତ୍ପର।